ଗଲା କାଲି ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ମା ସୁଭଦ୍ରା ଏବଂ ସୁଦର୍ଶନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସାରା ବିଶ୍ୱରୁ କୋଟି କୋଟି ଭକ୍ତ ଏବଂ କାଲି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିତରେ ଆକୁଳ ନୟନରେ ସମସ୍ତେ ଅପେକ୍ଷା କରିଥିଲେ ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବେ, ତାଙ୍କର ପବିତ୍ର ଘୋଷଯାତ୍ରା ସମାପନ ହେବ। ଯେଉଁ ଦିନଠାରୁ ପୁରୀଠାରେ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରାର ଦେବନୀତି ନୀତିକାନ୍ତି ଆରମ୍ଭ ହେଲା, ସେହି ଦିନଠାରୁ ଏକ ଅଶୁଭ ସଂକେତ ଆସିଲା। ଯେଉଁ ଦିନ ସ୍ନାନ ବିଧିରେ ଯେଉଁ ଅଘଟଣ ଘଟିଲା, ତାହା କେବଳ ଦୃଶ୍ୟମାନ ହେଉନଥିଲା, ଓଡ଼ିଆ ଜାତିର ଆତ୍ମା ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ସେ ଦୃଶ୍ୟ ବ୍ୟତୀତ କରିଥିଲା। ସ୍ନାନ ବିଧିରେ ଯେଉଁ ଘଟଣା ଏବଂ ଗଲା କାଲି ଆପଣମାନେ ଦେଖିଥିବେ, ଶହ ଶହ ବର୍ଷର ପରମ୍ପରା, ଦେବନୀତି ଏବଂ ପ୍ରଭୁଙ୍କର ଘୋଷଯାତ୍ରାର ଆରମ୍ଭ ସମସ୍ତଙ୍କୁ କେବଳ ବ୍ୟତୀତ ମର୍ମାହତ କରିନି, ଆଜି ସମଗ୍ର ଓଡ଼ିଆ ଜାତି, ହିନ୍ଦୁ ସମାଜ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଆଜି ସମସ୍ତେ ବ୍ୟତୀତ ହୋଇଛନ୍ତି। ମୁଁ ଜାଣେ ନା କଣ ସେ କାଳିଆର ଇଚ୍ଛା ଥିଲା, କଣ ବଡ଼ ଠାକୁରଙ୍କର ଇଚ୍ଛା ଥିଲା, କଣ ମା ସୁଭଦ୍ରାଙ୍କର ଇଚ୍ଛା ଥିଲା। ମୁଁ ଥିଲି ସେଠି ଯେତେବେଳେ ମହାପ୍ରଭୁଙ୍କର ଆରମ୍ଭ ହେଲା ପହଣ୍ଡି ବିଜେ। ଆନନ୍ଦ ବଜାର ଗୁମୁଟ ଦେଇ ପ୍ରଭୁ ଯେତେବେଳେ ଆସୁଥିଲେ ଧାଡ଼ି ପହଣ୍ଡିରେ, କୋଟି କୋଟି ଜଗନ୍ନାଥ ପ୍ରେମୀ ସମସ୍ତେ ଅପେକ୍ଷା କରିଛନ୍ତି। ପ୍ରଭୁ ବଳଭଦ୍ର ସେମିତି ମନ ଉଣା କରି ରଥକୁ ଗଲେ, ମା ସୁଭଦ୍ରା ମଧ୍ୟ ରଥକୁ ଗଲେ। ମସ୍ତକରେ ଥିଲା ଦିବ୍ୟ ଟାହିଆ। ଏ ଟାହିଆ ଯେତେବେଳେ ହଲେ, ଓଡ଼ିଆ ଜାତିର ହୃତ୍ସ୍ପନ୍ଦନ ସେମିତି ବଢୁଥାଏ, କମୁଥାଏ। କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଲା। ଗୁମୁଟ ଭିତରେ 7 ପାହାଚ ଅତିକ୍ରମ ଯେତେବେଳେ ପ୍ରଭୁ କରୁଛନ୍ତି, ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥ 40 ମିନିଟ ଧରି ପ୍ରଭୁ ଅଟକିକି ରହିଲେ 7 ପାହାଚରେ। ଏବଂ ଯେତେବେଳେ ପ୍ରଭୁ ଦୃଶ୍ୟମାନ ହେଉଛନ୍ତି ସିଂହଦ୍ୱାର ପାଖରେ, ଓଡ଼ିଆ ଜାତି ଜଗନ୍ନାଥ ପ୍ରେମୀ ଦେଖୁଛନ୍ତି ପ୍ରଭୁଙ୍କ ମସ୍ତକରେ ସେ ଦିବ୍ୟ ଟାହିଆ ଆଉ ନାହିଁ। ମୁଁ ଜାଣେ ନା ମହାପ୍ରଭୁଙ୍କର କଣ ଇଚ୍ଛା ଥିଲା, କିନ୍ତୁ ଆମେ ତ ଭକ୍ତ। ଏ ଭକ୍ତ ସାରା ବିଶ୍ୱରୁ ଯେଉଁମାନେ ଦେଖୁଥିଲେ ସିଂହଦ୍ୱାର ଗୁମୁଟ ଭିତରୁ ପ୍ରଭୁଙ୍କର
ଯେତେବେଳେ ରଥରେ ଆସୀନ ହବା ପାଇଁ ଆସୁଛନ୍ତି ପ୍ରଭୁ, ପ୍ରଭୁଙ୍କ ମସ୍ତକରେ ସେ ଦିବ୍ୟ ଟାହିଆ ନାହିଁ। କୋଟି କୋଟି ଭକ୍ତ ମର୍ମାହତ ହେଇଥିଲେ। କଣ ସେ ପ୍ରଭୁଙ୍କର ଇଚ୍ଛା, କଣ ବିଶ୍ୱନିୟନ୍ତଙ୍କର ଇଚ୍ଛା? ତାଙ୍କ ମସ୍ତକରେ ଟାହିଆ ରହୁ କିମ୍ବା ଟାହିଆ କାଢି ଦିଆଯାଉ। ଆମେ ବ୍ୟଥିତ ହେଇଥିଲୁ। ଶ୍ରୀମନ୍ଦିର ପ୍ରଶାସକ ଯେତେବେଳେ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖୁଥିଲେ ଯେ ବର୍ଷା ପାଣିରେ ପ୍ରଭୁଙ୍କ ମସ୍ତକରେ ଯୋଉ ଟାହିଆ ରାଘବ ଦାସ ମଠରୁ ଆସି ବନ୍ଧା ହେଇଥିଲା, ପାଣି ପଡିଯିବାରୁ ବହୁତ ଓଜନ ହେଇଗଲା। ବର୍ଷ ବର୍ଷ ଶତାବ୍ଦୀ ଶତାବ୍ଦୀର ଯୋଉ ପରମ୍ପରାକୁ ଭାଙ୍ଗି ଦେଇ ଯାହା ମୁଖ୍ୟ ପ୍ରଶାସକଙ୍କର ଗଣମାଧ୍ୟମକୁ ଯାହା ବିବୃତ୍ତି ଦେଇଛନ୍ତି, ସେ ବିବୃତ୍ତି ସବୁଠାରୁ ଚିନ୍ତାଜନକ। ଠାକୁରଙ୍କର ନୀତି କାନ୍ତି, ପ୍ରଭୁଙ୍କର ଦେବନୀତି, ଯୋଉ ସେବାୟତ, ଯୋଉ ନିଯୋଗ ସମସ୍ତେ ସମ୍ପୃକ୍ତ ଅଛନ୍ତି, ମୁଁ ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବି, ପ୍ରଭୁଙ୍କ ପାଖରେ ନିବେଦନ ରଖିବି, ହେ ପ୍ରଭୁ, ତମେ ତ ବିଶ୍ୱ ନିୟନ୍ତା, ତମର ଇଚ୍ଛା ଉପରେ ଆଉ କେହି ନାହିଁ, କିନ୍ତୁ ତମର ସେବା ପୂଜାରେ ଯୋଉମାନେ ଅଛନ୍ତି ସେଇମାନେ ହିଁ ଅଧିକୃତ ଏ ସମ୍ପର୍କରେ ମତ ଦେବା ପାଇଁ। ସେଇମାନେ ହିଁ ସ୍ପଷ୍ଟ କରିବେ ଏଇ ଯୋଉ ଦିବ୍ୟ ଲୀଳା, ଆପଣଙ୍କର ମନ ଶୁଖି ଯାଇଛି, ପ୍ରଭୁ ଗୁମୁଟ ଭିତରୁ ବାହାରୁଛନ୍ତି 30-40 ମିନିଟ ରହି, କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ବିବୃତ୍ତି ତାକୁ କିଭଳି ଭାବରେ ଏ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ତମେ ବୁଝେଇ ପାରିବ, ଯୋଉମାନେ ଆକୁଳ ନୟନରେ ଅପେକ୍ଷା କରିଛନ୍ତି ମହାପ୍ରଭୁ ଆସିବେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତାଙ୍କର ହବ, ବଡଦାଣ୍ଡରେ ନନ୍ଦିଘୋଷ ଚାଲିବ, ତାଳଧ୍ୱଜ ଚାଲିବ, ଦର୍ପ ଦଳନ ଚାଲିବ। ସବୁ ଆଶା, ସବୁ ଆକାଂକ୍ଷା, ସବୁ ଭାବ ଯେମିତି ମରି ମରି ଆସୁଛି। ମୁଁ ଦେଖିଛି ପିଲାଟି ବେଳରୁ, ମୁଁ ଯେତେବେଳେ ରଥଯାତ୍ରା ଯାଏ, ଷ୍ଟେଟ ବ୍ୟାଙ୍କ ଛକ ଏବଂ ପାଠାଗାର, ରଘୁନନ୍ଦନ ପାଠାଗାର ପାଖରେ କଡନ ଥାଏ, ବାହାର କଡନ, ସେଇଠାରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି ପ୍ରଭୁଙ୍କର ଦିବ୍ୟ ରଥଯାତ୍ରାକୁ ଦେଖିବା ପାଇଁ, ପହଣ୍ଡି ବିଜେ ଦେଖିବା ପାଇଁ, କିଭଳି ଭାବରେ ପ୍ରଭୁ ଯାଉଛନ୍ତି ଚାରମାଳ ଉପରେ ଦେଇ ରଥକୁ। କିନ୍ତୁ ଏଥରକ ଭକ୍ତଙ୍କ ପାଇଁ ବାଡ଼ ତିଆରି କରି ଦିଆଗଲା, ତା ସବୁ ଆକାଂକ୍ଷା, ସବୁ ଭାବ ଯେମିତି ମରି ମରି ଆସୁଛି। ମୁଁ ଦେଖିଛି ପିଲାଟି ବେଳରୁ, ମୁଁ ଯେତେବେଳେ ରଥଯାତ୍ରା ଯାଏ, ଷ୍ଟେଟ ବ୍ୟାଙ୍କ ଛକ ଏବଂ ପାଠାଗାର, ରଘୁନନ୍ଦନ ପାଠାଗାର ପାଖରେ କଡନ ଥାଏ, ବାହାର କଡନ, ସେଇଠାରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି ପ୍ରଭୁଙ୍କର ଦିବ୍ୟ ରଥଯାତ୍ରାକୁ ଦେଖିବା ପାଇଁ, ପହଣ୍ଡି ବିଜେ ଦେଖିବା ପାଇଁ, କିଭଳି ଭାବରେ ପ୍ରଭୁ ଯାଉଛନ୍ତି ଚାରମାଳ ଉପରେ ଦେଇ ରଥକୁ। କିନ୍ତୁ ଏଥରକ ଭକ୍ତଙ୍କ ପାଇଁ ବାଡ଼ ତିଆରି କରି ଦିଆଗଲା ମରିଚିକୋଟ ଛକରେ। ଯେତେବେଳେ 25 ମିଟର ଦୂରରେ ପ୍ରଭୁଙ୍କର এই ଦିବ୍ୟ ଲୀଳା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିକି ଥାନ୍ତି, କିନ୍ତୁ ଚଳିତ ଥର
मरीचिकोट छक पाखरे लक्ष लक्ष भक्त को अटकई दिगला कौन पाई वर्ष वर्ष रे परंपरा वर्ष वर्ष नीतिकांति की अटकई दिगला मु जाने ना किंतु काली मु देखुली माननीय मुख्यमंत्री कहिले जे कॉर्डन पास दियो नहीं किंतु माननीय आईन मंत्री कहिले जे प्रभुंकर नीतिकांति सहित संपृक्त देवनीति सहित जो माने अछंती व्यवस्था पाई सेतिकी लोकों को कॉर्डन दिया जीवो हजार हजार लोक कॉर्डन भितरे इनर कॉर्डन भितरे वीआईपी वीवीआईपी सारा भारत वर्ष आसछंती समग्र पुलिस प्रशासन जिला प्रशासन तांको पछरे धाड़ी होगी छिड़ा होइछंती एवं जेतेबेले महाप्रभु सिंगीद्वार रु बाहर की 30-40 मिनिट विलंब रे तांकर आरंभ पहंडी करी प्रभु आसुचंती माइक रे घोषणा करागला प्रभु जगन्नाथंकर पहंडी ठीक भाव रे हेई पारु नाही प्रभु आसी पारु नाहंती एवं जो हजार हजार लोक महाप्रभु जगन्नाथंकर कॉर्डन भितर अछंती माइक रे घोषणा करागला से माने खाली कर प्रभुंकर जो पहंडी विजय त्रुटि होउची तापरे पुलिस प्रशासन हस्तक्षेप करिकी आनिले महाप्रभु आसिले ऊपर को कालिया शांत ता भितरे केतोटी विवृत्ति श्रीमंदिर प्रशासक मु देखुली वर्षा होउतला श्रीअंगर क्षति जेबली न हो सेतिप्रति सेवायत माने जत्नशील थिले ठीक कथा किछि असुविधा नहीं किंतु ये जो महाप्रभुंक मस्तक जो टाहिया चलीगला को परिस्थिति रे चलीगला को परिस्थिति रे खोलाला से बाबद कोटि कोटि जगन्नाथ प्रेमी की राज्य सरकार एवं राज्य सरकार अधिकृत आईन मंत्री ए संपर्क रे तांकर विवृत्ति स्पष्ट करिवार आवश्यकता रही एवं तापरे आपण देखुथुबे रथर पछपटु जेतिकी जागा सृष्टि करा जायछि प्रभुंकर दर्शन पाई सबुठी बाड़ तैयारी कर दिया गला एवं दला चकटा भितरे अणनिश्वासी होई तीनोटी अमूल्य जीवन चलीगला एवं तापरे विरोधी दल नेता पूर्वतन मुख्यमंत्री श्रीयुक्त नवीन पट्टनायक मते आम दलर सभापति उमाकांत सामंतराय मान्यवर सांसद श्रीयुक्त खुंटिया को परामर्श देले तमे तुरंत जाओ हॉस्पिटल रे देख को परिस्थिति है सेतेबेले दुईटी डेड बॉडी हॉस्पिटल रे एवं राति 8:30 सुधा 362 जन भक्त आहत होई हॉस्पिटल रे एडमिशन होइछन सेथुरु 122 जन भक्त जो माने अत्यंत जो माने पूरा कैजुअलिटी है ट्रमा भीतर को जाइछंती एवं प्राय 240 भक्त जो माने चिकित्सित होउछन प्रारंभिक भाव में बिजु जनता दल आमे दाबी करिछु जो अमूल्य जीवन चलीगला
राज्य सरकार तुरंत 20 लक्ष आर्थिक सहायता दियंतु एवं आज मु खबर कागज गणमाध्यम देखुली जो माने अत्यधिक तांकर आहत होती कटक एससीबी की स्थानांतरित करा जायछि। मोर दाबी मान्यवर स्वास्थ्य मंत्री जी ये विभाग दायित्व अच्छी ट्रमा रे जो माने पीड़ित अच्छी भुवनेश्वर समस्त प्राइवेट कटक प्राइवेट मेडिकल रे तांको आशु चिकित्सा करा जाऊ एवं जो माने आहत होती प्राय 240 जन आहत होती केस टू केस तांको कटक पुरी बड़ मेडिकल हो कटक बड़ मेडिकल हो भुवनेश्वर हो प्राइवेट मेडिकल सबुठी आवश्यकता अनुसार तांको चिकित्सा जोगे दिया जाए। मुझे कही रखा चाहे मान्यवर स्वास्थ्य मंत्री स्वास्थ्य व्यवस्था रे जो विफलता एवं मान्यवर आईन मंत्री जी एते बड़ महाप्रभु जगन्नाथ पवित्र घोष यात्रा रे 1 वर्ष धरी जो प्रस्तुतिर कथा कहते से प्रस्तुति संपूर्ण भाव में विफल होइतिबारु उभय मंत्री महाप्रभु जगन्नाथ पाखरे क्षमा प्रार्थना करंतु ओडिया जाति पाखरे क्षमा प्रार्थना करंतु। ए महाप्रभु तमर नवदिनात्मक घोष यात्रा आड़प विजे ठू आरंभ करी अधरपणा नीति ठू आरंभ करी श्रीमंदिर फेरिबा पर्यंत रत्न वेदिकी फेरिला पर्यंत नीलाद्री विजय पर्यंत तमर नीतिकांति प्रभु तमे ठीक रे समापन कर यह ही प्रभु पाखरे मोर प्रार्थना एवं मु आशा करुच्ची राज्य सरकार उत्तरदायित्व नेबे एवं उभय मंत्री महाप्रभु जगन्नाथ पाखरे क्षमा प्रार्थना करिवे कोटि कोटि जगन्नाथ प्रेमी पाखरे क्षमा प्रार्थना करिवे एवं समस्त चिकित्सा होउथुबा आहत व्यक्ति मानकु पर्याप्त सबु प्रकार सहयोग पहुंचे देवा पई राज्य सरकार पाखरे मो दाबी रखुची अनुरोध रखुची।